ସରକାରଙ୍କର ଯୋଜନା ସ୍ଥାୟୀ ଛପର ନାହିଁ। ଆଉ ଲୋକମାନେ ଖୋଲା ଆକାଶ ତଳେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ବର୍ଷା ଝଡ଼ରେ ଜଗନ୍ନାଥଙ୍କ ରଥ ଦେଖିବା ପାଇଁ କୋଟି କୋଟି ଭକ୍ତ ଚାହିଁ ବସିଛନ୍ତି। କେତିକାଳେ ଜଗନ୍ନାଥଙ୍କ ରଥ ଆସୁଛନ୍ତି, ଆମେ ପ୍ରଭୁ ଦେଖିବା। ଆଉ ବରଗଛ ମୂଳର ଷ୍ଟାଣ୍ଡ ଫାଣ୍ଡ ମରା ହେଲା, ଲୋକମାନେ ବହୁତ ରହୁଥିଲେ ଭକ୍ତମାନେ, କିନ୍ତୁ ଷ୍ଟାଣ୍ଡ ନାହିଁ, ସରକାର ଉଠେଇ ଦେଇଛି। ସେତିକାଳେ ବହୁ କଷ୍ଟର ଜୀବନଯାପନ କରୁଛନ୍ତି। ଆଉ ଗଛ ମୂଳରେ ସବୁ ଗଛ ହେଇଯାଇଛି, ଲୋକମାନେ ବହୁତ କଷ୍ଟ, କି ଯନ୍ତ୍ରଣା। ପ୍ରତ୍ୟେକ ଦିନର ଲକ୍ଷେ ମଣ ଘିଅ ରଥ ଆଗରେ ପୋଡ଼ା ହେଉଥିଲା, ଯାଗଯଜ୍ଞ ଚାଲିଥିଲା 9 ଦିନ ପର୍ଯ୍ୟନ୍ତ। କି ଆନନ୍ଦ, କି ଉଲ୍ଲାସରେ ଲୋକମାନେ ଖାଇବା ପିଇବା ସମସ୍ତ ପ୍ରକାର ସରକାର ଯୋଗାଇ ଦେଉଥିଲା। ବର୍ତ୍ତମାନ କେଇଠି କ'ଣ ହେଉଛି କିଛି ଜାଣିପାରୁନାହାନ୍ତି। କ'ଣ ତ କିଛି ନାହିଁ ବ୍ୟବସ୍ଥା। ଆଉ ବ୍ୟବସ୍ଥା ଥିଲେ ଯାହା ହୁଅନ୍ତା, ଭକ୍ତମାନେ ହଇରାଣ ହେଉଛନ୍ତି। ଆଉ ଆଗରୁ ସବୁ ମଠ ଫଟ ଥିଲା, ଲୋକ ରହିବାକୁ ଟିକେ ସୁବିଧା ହେଉଥିଲା। ଆଉ ଯେହେତୁ ମଠ ଫଟ ଗଭର୍ଣ୍ଣମେଣ୍ଟ ଭାଙ୍ଗିଦେଲା, ଆଉ କିଛି ସୁବିଧା ନାହିଁ, ଭକ୍ତମାନେ ପଦାରେ ପଡ଼ୁଛନ୍ତି ଖୋଲା ଆକାଶ ତଳେ। ଆଉ